ଓଡ଼ିଶା ଏହାର ଭୂମି କେବଳ ମନ୍ଦିର, ସମୁଦ୍ର ଏବଂ ସଂସ୍କୃତି ପାଇଁ ନୁହେଁ ବରଂ ଏଠାରେ ବସବାସ କରୁଥିବା ପ୍ରାଚୀନ ଆଦିବାସୀ ସମୁଦାୟମାନଙ୍କ ପାଇଁ ମଧ୍ୟ ସାରା ଭାରତରେ ପରିଚିତ। ସେହି ଗରିମାମୟ ଜନଜାତିମାନଙ୍କ ମଧ୍ୟରୁ ଜୁଆଙ୍ଗ ଆଦିବାସୀ ଗୋଟିଏ ଅତ୍ୟନ୍ତ ପ୍ରାଚୀନ, ଆଶ୍ଚର୍ଯ୍ୟଜନକ ଏବଂ ଐତିହାସିକ ସମୁଦାୟ ଅଟେ। ପ୍ରକୃତି ସହିତ ଗଭୀର ସମ୍ପର୍କ, ସରଳ ଜୀବନଶୈଳୀ ଏବଂ ପାରମ୍ପରିକ ରୀତିନୀତି ଜୁଆଙ୍ଗ ଜନଜାତିକୁ ଅନ୍ୟମାନଙ୍କଠାରୁ ଅଲଗା କରିଛି। ମୁଖ୍ୟତଃ କେନ୍ଦୁଝର ଜିଲ୍ଲାରେ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଏମାନେ ବସବାସ କରିଥାନ୍ତି। ଜୁଆଙ୍ଗ ଆଦିବାସୀମାନେ ପ୍ରକୃତିକୁ ନିଜର ଜୀବନର ମୁଖ୍ୟ ଅଙ୍ଗ ଭାବରେ ଦେଖନ୍ତି। ଜଙ୍ଗଲ ତାଙ୍କ ପାଇଁ କେବଳ ଜୀବିକାର ଉତ୍ସ ନୁହେଁ ବରଂ ତାଙ୍କର ଧର୍ମ, ସଂସ୍କୃତି ଓ ପରିଚୟର ଆଧାର। ପାରମ୍ପରିକ ପୋଷାକ, ଆଦିମ ଖାଦ୍ୟ ପଦ୍ଧତି, ନୃତ୍ୟ, ଗୀତ ଓ ଉତ୍ସବ ମାଧ୍ୟମରେ ସେମାନେ ଆଜି ମଧ୍ୟ ନିଜ ପୂର୍ବଜମାନଙ୍କ ଐତିହ୍ୟକୁ ସଜୀବ ରଖିଛନ୍ତି। ତେବେ ଆଧୁନିକତାର ତରଙ୍ଗ ଯେଉଁଠି ସମସ୍ତଙ୍କ ଜୀବନକୁ ପରିବର୍ତ୍ତନ କରୁଛି, ସେଠାରେ ଜୁଆଙ୍ଗ ଆଦିବାସୀଙ୍କ ଜୀବନଶୈଳୀ ଆମକୁ ପ୍ରକୃତି ସହିତ ସମନ୍ୱୟରେ ବଞ୍ଚିବାର ଶିକ୍ଷା ଦେଇଥାଏ। ଆଉ ଆଜି ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଜୁଆଙ୍ଗ ଆଦିବାସୀଙ୍କ ବିଷୟରେ କିଛି ତଥ୍ୟ ସଂକ୍ଷେପରେ କହିବି। ଏହାକୁ ଜାଣିବା ପାଇଁ ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ। ଓଡ଼ିଶାର ସବୁଠାରୁ ବିରଳ ଆଦିବାସୀ ଜନଜାତି ହେଉଛନ୍ତି ଜୁଆଙ୍ଗ ଆଦିବାସୀ। ଓଡ଼ିଶାରେ ଦେଖାଯାଉଥିବା 13 ପ୍ରକାରର ଆଦିମ ଜନଜାତିଙ୍କ ମଧ୍ୟରୁ ଜୁଆଙ୍ଗ ହେଉଛନ୍ତି ଅନ୍ୟତମ। ଚାଲନ୍ତୁ ଜାଣିବା ଏହି ଜୁଆଙ୍ଗ ଆଦିବାସୀଙ୍କ ବିଷୟରେ। ଜୁଆଙ୍ଗମାନଙ୍କର ଉତ୍ପତ୍ତି ଗୋନାସିକା ପର୍ବତର ପାଦଦେଶରେ ହୋଇଥିଲା। ଏମାନଙ୍କ ଭାଷାରେ ଜୁଆଙ୍ଗର ଅର୍ଥ ହେଉଛି ମଣିଷ। ଏମାନେ ନିଜକୁ ପତ୍ର ଶବର ମଧ୍ୟ କହିଥାନ୍ତି। ଏମାନେ ପତ୍ର ପରିଧାନ କରୁଥିଲେ ମଧ୍ୟ ଏବେ ସେମାନେ ସଭ୍ୟତାର ଆଲୋକରେ ସାଧାରଣ ଜୀବନଶୈଳୀ ଅତିବାହିତ କରିଛନ୍ତି। ଜୁଆଙ୍ଗ ଜନଜାତି ଓଡ଼ିଶାର ମୁଖ୍ୟତଃ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, କଟକ, ଫୁଲବାଣୀ, କୋରାପୁଟ ଆଦି ଜିଲ୍ଲାମାନଙ୍କରେ ଦେଖିବାକୁ ମିଳନ୍ତି। କେନ୍ଦୁଝର ଜିଲ୍ଲାର ଗୋନାସିକା ଅଞ୍ଚଳଟି ଜୁଆଙ୍ଗମାନଙ୍କ ଆଦିମ ସ୍ଥାନ ହୋଇଥିବାରୁ ଏହି ଜିଲ୍ଲାରେ ଅଧିକାଂଶ ଜୁଆଙ୍ଗ ପରିବାର ବସବାସ କରିଥାନ୍ତି। ଜନଗଣନା 2011 ଅନୁଯାୟୀ ଓଡ଼ିଶାରେ ମୋଟ ଜୁଆଙ୍ଗ ଜନସଂଖ୍ୟା 47,095। ଏଥିମଧ୍ୟରୁ 23,093 ଜଣ ପୁରୁଷ ଓ 24,002 ଜଣ ମହିଳା ଅଟନ୍ତି। ଜୁଆଙ୍ଗମାନେ ଦେବାଦେବୀ, ଭୂତ ପ୍ରେତାଦିଙ୍କୁ ବିଶ୍ୱାସ ମଧ୍ୟ କରନ୍ତି। ଜୁଆଙ୍ଗମାନଙ୍କର ପ୍ରଧାନ ଦେବତା ହେଉଛନ୍ତି ଧର୍ମ ଦେବତା ବା ସୂର୍ଯ୍ୟ। ବିଶ୍ୱର ଅଧିଷ୍ଠାତ୍ରୀ ଦେବୀ ବସୁମାତାଙ୍କୁ ସେମାନେ ଉପାସନା କରନ୍ତି। ସୂର୍ଯ୍ୟ ଓ ବସୁମାତାଙ୍କ ବ୍ୟତୀତ ସେମାନେ ଗ୍ରାମଦେବ ଓ ଗ୍ରାମଦେବୀଙ୍କୁ ପୂଜା କରନ୍ତି। ଗ୍ରାମଦେବୀମାନଙ୍କ ମଧ୍ୟରେ ମୁଖ୍ୟ ହେଉଛନ୍ତି ଗ୍ରାମସିରୀ। ତାଙ୍କ ପ୍ରତୀକ କାଠସ୍ତମ୍ଭ ବା ଶିଳାଖଣ୍ଡ ଅଟେ। ଗ୍ରାମର କେନ୍ଦ୍ରସ୍ଥଳରେ ଗ୍ରାମସିରୀ ପୂଜା ପାଆନ୍ତି। ଜୁଆଙ୍ଗମାନଙ୍କର ଅନ୍ୟତମ ଗ୍ରାମଦେବ ହେଲେ ଥାନପତି। ସେ ଗ୍ରାମ ନିକଟରେ ଥିବା ପର୍ବତରେ ରହିଥାନ୍ତି। ତାଙ୍କୁ ଗ୍ରାମସିରୀଙ୍କ ସ୍ୱାମୀ ଭାବରେ ଗ୍ରହଣ କରାଯାଏ। ଭୀମା ବଡ଼ମା ଓ କାଞ୍ଚୁରୀ ହେଉଛନ୍ତି ଜୁଆଙ୍ଗମାନଙ୍କର ଅନ୍ୟ ଦୁଇ ଦେବୀ। ଆମ୍ବ ନୂଆ ପର୍ବରେ ଯୁବକମାନେ ଏହି ଦୁଇ ଦେବୀଙ୍କୁ ପୂଜା କରନ୍ତି। ମଳୟଗିରି, ଗନ୍ଧମାର୍ଦ୍ଦନ, ନିୟମଗିରି ଓ ଗୁପ୍ତଗଙ୍ଗାକୁ ଜୁଆଙ୍ଗମାନେ ଦେବପୀଠ ଭାବେ ବିଶ୍ୱାସ କରନ୍ତି। ଜୁଆଙ୍ଗମାନଙ୍କ ଆଦିପିତା ଓ ଆଦିମାତା ହେଉଛନ୍ତି ଋଷି ଓ ଋଷିଆଣୀ। ଏମାନେ ସର୍ବପ୍ରଥମେ ଏହି ଚଳନ୍ତି ଧରିତ୍ରୀରେ ଆବିର୍ଭାବ ହୋଇଥିବାର ସେମାନଙ୍କର ବିଶ୍ୱାସ ରହିଛି। ଭୂତ, ପ୍ରେତ ଓ ଅଲୌକିକ ଶକ୍ତିକୁ ଜୁଆଙ୍ଗମାନେ ଅତି ମାତ୍ରାରେ ବିଶ୍ୱାସ କରନ୍ତି। ସମଗ୍ର କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଟେ। ଏହି ଜିଲ୍ଲାରେ ଜୁଆଙ୍ଗ, ବାଥୁଡ଼ି, ଭୂୟାଁ, ଭୂମିଜ, ଗୋଣ୍ଡ, ହୋ, ଖରୱାର, କିଷାନ, କୋଲ୍ହ, କୋରା, ମୁଣ୍ଡା, ଓରାଓଁ, ସାନ୍ତାଳ, ସଉର, ଶବର, ସାଉଣ୍ଟି ଆଦି 16ଟି ଆଦିବାସୀ ସମ୍ପ୍ରଦାୟ ବାସ କରୁଛନ୍ତି। ତ ଏହା ଥିଲା ଆମ ଓଡ଼ିଶାର ବିରଳ ଆଦିବାସୀ ଜନଜାତି ଜୁଆଙ୍ଗମାନଙ୍କ ବିଷୟରେ କିଛି ସଂକ୍ଷିପ୍ତ ବିବରଣୀ। ଜୁଆଙ୍ଗ ଆଦିବାସୀଙ୍କୁ ନେଇଥିବା ଆଜିର ଏହି ଇନଫର୍ମେସନଟି ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟରେ ନିହାତି ଜଣାଇବେ। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଆମ ରାଜ୍ୟ ତଥା ଜିଲ୍ଲା ସହ ଜଡ଼ିତ ଏଭଳି ଅନେକ ଇନଫର୍ମେଟିଭ୍ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।